ମୁଁ ଥିଲି ଚୂଡ଼ାରେ ମନ୍ଦିର ଚୂଡ଼ାରେ ଯେତେବେଳେ ବିଳମ୍ବ ହେଲା ତାହେଲେ କିଛି ଜଣା ପଡ଼ିଲା ମୋ ଭାଇ ଯିଏ ମହାଦୀପ ନେଇଗଲା ସେ ମୋ କାନରେ କହିଦେଲା ଯେ ଯା ତଳେ ଜଲ୍ଦି ଯା ତଳକୁ ଆସିଲା ପରେ ଜଣା ପଡ଼ିଲା ଯେ ଏମିତି ଏମିତି ସିଚୁଏସନ୍ ହେଇଛି। କଣ ହେଇଛି? ତ୍ରୁଟି ଏଇଆ ରହିଲା ଯେ ଯୋଉ ପ୍ରଶାସନ ପ୍ରତିବର୍ଷ ସେଠି ବାଲି ପକାଏ ମାନେ ଯୋଉ ଶ୍ରଦ୍ଧାଳୁ ମାନେ ଦୀପ ଜାଳନ୍ତି ଘିଅଟା ଲାଗେନି ମାନେ ଗୋଡ଼ରେ ଲାଗିଯାଏ ବୋଲି କାଲିଟା ସେଠି ମାନେ ଥାଏ ଯୋଉ ପଟେ ଦୀପ ନେଇକି ଯାଆନ୍ତି ମାନେ ଯୋଉଠି ଷ୍ଟାର୍ଟ ହୁଏ ଦୀପଟା ନେବା ସେଠି ଏଇ ଦୃଶ୍ୟ ମାନେ ପକେଇ ନାହାନ୍ତି ସେ କ'ଣ ଭୁଲି ଯାଇଛନ୍ତି କି କ'ଣ କି ଲୋକ ଗହଳିରେ ଭୁଲି ଯାଇଛନ୍ତି ପକେଇ ନାହାନ୍ତି। ଦୁଇରେ ହେଉଛି ଦୀପ ଯୋଉଟା ଦିଅନ୍ତି ଦୀପରେ ଘିଅର ମାତ୍ରାଟା ବହୁତ ଏକ୍ସେସ୍ ଥିଲା ତ ସେଇଟା ଯୋଉ ଘିଅଟା ନେଇକି ଯାଆନ୍ତି ହାତରେ ଖସି ଖସି ଆସିଲା ଘିଅଟା ତ ଆମେ ମୁଗୁନି ପଥର ଆମେ ଯୋଉ ଚଢ଼ିକି ଯାଉ ମୁଗୁନି ପଥର ଗୋଟେ ଅଛି ସେଇଠି ମୁଗୁନି ପଥର ମୂର୍ତ୍ତିଟା ଅଛି ସେ ମୁଗୁନି ପଥର ବହୁତ ଶୀତରୁ ତ ସେଇଠି ଯେତେବେଳେ ହାତଟା ଦେଇଛନ୍ତି ହାତଟା ଖସି ଯାଇଛି ଗୋଡ଼ଟା ବି ଖସି ଯାଇଛି ଇଭେନ୍ ଗୋଡ଼ଟା ବି ରହିନି ଆଉ ତାପରେ ସେ ଟ୍ରାଏ କରୁଛନ୍ତି ଡେଇଁ ପଡ଼ିବାକୁ ଡେଇଁ ପଡ଼ିଲା ବେଳକୁ ମୁହଁଟା ମାଡ଼ ହେଇଯାଇଛି ବୁଲିକି ମୁହଁ ମାଡ଼ ହେଇଛି ଗୋଡ଼ ଫ୍ରାକ୍ଚର ହେଇଯାଇଛି ତାପରେ ସିଟି ସ୍କାନ୍ ବାହାରିବ ଏବେ ରିପୋର୍ଟ କ'ଣ ହେବ ଜଣାପଡ଼ିବ। ଏବେ କେମିତି ଅଛନ୍ତି? ଆଉଟ୍ ଅଫ୍ ଡେଞ୍ଜର? ଏବେ ଆଉଟ୍ ଅଫ୍ ଡେଞ୍ଜର ଡକ୍ଟରଙ୍କ ହିସାବରେ ଆଉଟ୍ ଅଫ୍ ଡେଞ୍ଜର ସବୁ କଥାବାର୍ତ୍ତା ଖାଇବା ପିଇବା ସବୁ କରୁଛନ୍ତି। ଇଞ୍ଜୁରିଜ୍ କ'ଣ ଅଛି? ଇଞ୍ଜୁରିଜ୍ ଇଣ୍ଟରନାଲ ଏକ୍ସଟର୍ନାଲ? ଇଣ୍ଟରନାଲ ଏବେ ଜଣା ପଡ଼ିବ ସିଟି ସ୍କାନ୍ ଏବେ ରିପୋର୍ଟ ଯାଇଛନ୍ତି ଜଷ୍ଟ ଯାଇଛନ୍ତି 2 ଘଣ୍ଟେ ହେବ ଯାଇଛନ୍ତି ସିଟି ସ୍କାନ୍ ରିପୋର୍ଟ ଆସିଲା ପରେ ଇଣ୍ଟରନାଲ ଜଣା ପଡ଼ିବ। ଏକ୍ସଟର୍ନାଲ ହେଉଛି ଏଇଟା ତାଙ୍କର ଏଇ ମୁହଁଟା ଫାଟି ଯାଇଛି 8ଟା ଖଣ୍ଡେ ଷ୍ଟିଚ୍ ପଡ଼ିଛି 8ଟା ଖଣ୍ଡେ ପଡ଼ିଛି ଆଉ ଗୋଡ଼ଟା ଗୋଇଠିଟା ମାଡ଼ ହେଇକି ଫ୍ରାକ୍ଚର ହେଇଯାଇଛି ସେ ପ୍ଲାଷ୍ଟର ହେଇକି ଅଛନ୍ତି। ଭାଇ ବାପା 30 ବର୍ଷ ହେଲାଣି ସେଠି ଦୀପ ଉଠାନ୍ତି ଭାଇ ଘଟଣା କେବେ ଘଟିନଥିଲା? ଏଇ ଘଟଣା ଚତୁର୍ଦ୍ଦଶୀରେ ଉଠାନ୍ତି ମହାଦୀପରେ ଉଠାନ୍ତି ପ୍ରତିବର୍ଷ 24 ଥର ଉଠାନ୍ତି ପ୍ରତିବର୍ଷ 24 ଥର ତା ସହିତ ପତାକା ବି ଡେଲି ଚଢ଼େ ଥର 2 ଦିନ ଥରେ ଚଢ଼େ ଏମିତି କେବେ ହେଇନି ଥରେ ହେଇଥିଲା ଯେ ଏମିତି ଏକ୍ସେସ୍ ଘିଅ ପୁଣି ସେମିତି ଦେଇଥିଲେ ଆମେ କମ୍ପ୍ଲେନ୍ କରିଥିଲୁ ପ୍ରଶାସନକୁ କି ଏମିତି ଘିଅ ଦିଆ ହେଇଥିଲା ହାତ ତାଙ୍କର ଫୋଟକା ହେଇଥିଲା ବହୁତ ବଡ଼ ମାନେ ବହୁତ ବଡ଼ ନା ଏକ୍ସେସ୍ ବଡ଼ ଯେତେବେଳେ ଘୂର୍ଣ୍ଣି ବାତ୍ୟା ବେଳେ ବି କିଛି ହୁଏନି ଏତେ ବାତ୍ୟା ହେଲେ ବି କିଛି ପ୍ରୋବ୍ଲେମ୍ ହୁଏନି ଆମ ସେବାୟତ ଭାଇମାନଙ୍କର ଯେଉଁ ଚଢ଼ନ୍ତି ମାନେ କିଛି ପ୍ରୋବ୍ଲେମ୍ କିନ୍ତୁ ଫାର୍ଷ୍ଟ ଟାଇମ୍ ଏମିତି ଅଘଟଣ କହିବାକୁ ଗଲେ ଘଟିଗଲା ଆଉ। ସେବାୟତ ଭିତରେ ଗୋଟେ ବିବାଦ ଥିଲା ଏଇ ଆକୁନି ବାପା ଟେନସନ୍ ଥିଲେ ନା ସେବାୟତ ଆମର ତାଙ୍କ ସହିତ କିଛି ଲିଙ୍କ୍ ନାହିଁ ଆମର ଅଲଗା ସେବା ତାଙ୍କର ଅଲଗା ସେବା ଆମର କିଛି ଲିଙ୍କ୍ ନାହିଁ। ଆଚ୍ଛା ଏମିତି ଯେତେବେଳେ ଘଟଣା ଘଟେ ମନ୍ଦିରରେ ହଉ କି କିମ୍ବା ଜାନି ଜାଗା ସମସ୍ତେ କହନ୍ତି ଏଇଟା ହେଉଛି ଦୈବୀ ଦଣ୍ଡ ଆପଣ ୟାକୁ ଦୈବୀ ଦଣ୍ଡ ଧରିବେ ନା ଦୁର୍ଘଟଣା କହିବେ? ଥିଙ୍କିଂ ହିସାବରେ ମାନେ ମୋ ଥିଙ୍କିଂ ହିସାବରେ ମୁଁ କହିବି ଦୁର୍ଘଟଣା କିନ୍ତୁ ଲୋକଙ୍କ ଥିଙ୍କିଂ ହିସାବରେ ସେ କହୁଛନ୍ତି ଆପଣ ସେବାୟତ ଲୋକଙ୍କ ଥିଙ୍କିଂ କଥା କହନ୍ତି ମୋ ହିସାବରେ ଦୁର୍ଘଟଣା କାହିଁକି ନା ଦୈବୀ ଦଣ୍ଡ ନୁହଁ ଦୈବୀ ଦଣ୍ଡ ହେଲେ ମେ ବି ହେଇପାରେ କି ଦିଅ ଦେଖେଇବା ଚାହୁଁଛନ୍ତି କି ଆଇନଟା ଲାଗୁ କର ମୋର ଯୋଉ ନୀତିକାନ୍ତି ବିଳମ୍ବ ହେଉଛି ବନ୍ଦ ହେଇଯାଉଛି ଭୋଗ ଏଇଟା ବହୁତ ମାନେ ଯେହେତୁ ଗୋଟେ ମାନେ ବହୁତ ବଡ଼ ଏଇଟା ଚତୁର୍ଦ୍ଦଶୀରେ ଥିଲେ କିଛି ଜଣା ପଡୁନଥାନ୍ତା ସତ କଥା ଏଇଟା ଚତୁର୍ଦ୍ଦଶୀ ମାନେ ଯୋଉ ଅଲଗା ଚତୁର୍ଦ୍ଦଶୀ ହେଉଛି ସେଇ ଘଟଣା ଜଣା ପଡ଼ୁନି ବହୁତ ବଡ଼ ଦିନରେ ହେଇଛି ବୋଲି ଏତେ ହାଇଲାଇଟ୍ ହେଇଯାଇଛି ବୁଝିପାରୁଛନ୍ତି ତ? କିନ୍ତୁ ଆପଣ ସେବାୟତ ପରିବାର ଆପଣ ଠାକୁରଙ୍କର ପ୍ରତିଟି ଜିନିଷକୁ ମାନନ୍ତି ଭୁଲ ହେଇଥିଲେ ଦଣ୍ଡ ବୋଲି ଗ୍ରହଣ କରନ୍ତି ଏଇଟାକୁ ଆପଣ କ'ଣ କହିବେ ଯେ ଆମେ ବିଶୃଙ୍ଖଳିତ ହେଇଯାଇଛୁ ଯାହା ଫଳରେ ଠାକୁର ଗୋଟେ ଚେତେଇଥିଲେ ଏଇଟା ମୋ ପ୍ରଶ୍ନ ନୁହଁ ଗୋଟେ ସେବାୟତ ମନର ପ୍ରଶ୍ନ। ହଁ ଆମେ ଯେହେତୁ ଦିଅଙ୍କର ନୀତିକାନ୍ତି ବହୁତ ଦିନ ବନ୍ଦ ରହୁଛି ବୁଝିପାରୁଛନ୍ତି ତ ଏଇ 2-4 ଦିନ ପୁଣି ବନ୍ଦ କରିଦେବେ ପୂର୍ବରୁ ଏଇ 2 ମାସ ଏଇ ବର୍ଷେ ଭିତରେ ବୋଧେ 6-7 ଥର ଖଣ୍ଡେ ବନ୍ଦ ହେଇଯାଇଥିବ ନୀତିକାନ୍ତି ବନ୍ଦ କରିଦେଉଛନ୍ତି ଦିଅ ଭୋକିଲା ରହୁଛନ୍ତି ତ ସେଇଟା ମେ ବି ଦିଅ ଗୋଟେ ଛୋଟ ଆକାରରେ ଦେଖେଇଦେଲେ ବହୁତ ବଡ଼ କିଛି ହେଇନି ଛୋଟ ଆକାରରେ ଦେଖେଇଦେଲେ ଏମିତି ଦରକାର ବେଳେ ଯୋଉମାନେ ବନ୍ଦ କରୁଛନ୍ତି ଆମେ ତ ଆଜି ପର୍ଯ୍ୟନ୍ତ କେବେ ବନ୍ଦ କରୁନୁ ଆମେ ବି ଚାହିଁଲେ ବନ୍ଦ କରିପାରିବୁ କିନ୍ତୁ ଆମେ ଆଜି ପର୍ଯ୍ୟନ୍ତ କେବେ ବନ୍ଦ କରୁନୁ। କାହିଁକି ଏମିତି ହେଉଛି ଦେଖନ୍ତୁ ଏଇଟା ଗୋଟେ ଭଲ କଥା ନୁହେଁ ଧୀରେ ଧୀରେ ଏଠି ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି ରାଷ୍ଟ୍ରପତି ଆସୁଛନ୍ତି ବଡ଼ ବଡ଼ ଆମ୍ବାସିଡର ଆସୁଛନ୍ତି ଲିଙ୍ଗରାଜ ମନ୍ଦିର ଆଉ ସେ ସ୍ତରରେ ସେ ସ୍ପେଶାଲ ଆକ୍ଟ ଯୋଉ ଆମର ଅଛି ହୋଲ୍ଡ ହେଇକି ତ ସ୍ପେଶାଲ ଆକ୍ଟଟା ଯଦି ଚାଲୁ ହେଇଯାଆନ୍ତା ତ ଯିଏ ଯାହାର ନୀତିକାନ୍ତି ଯାହାର ସେବା ଯାହାର ଖଟଣି ସବୁ ଯିଏ ଯାହାର କରନ୍ତା ତ ଯୋଉ ଆକ୍ଟଟା ଲାଗିବନି ଇଏ ତାର କରିଦେଉଛି ସିଏ ତାର କରିଦେଉଛି ସେଇ ତାଙ୍କ ଭିତରେ ନିଜ ଭିତରେ ମାଡ଼ ଗୋଡ଼ି ହେଉଛନ୍ତି ବୁଝିପାରୁଛନ୍ତି ତ ତା ଯୋଗୁଁ ସେ ଦିଅଁକୁ ସେବା କରୁନାହାନ୍ତି ଭୁକିଲା ପକେଇ ଦେଉଛନ୍ତି କେହି ତ କହିବାକୁ ନାହାନ୍ତି ପ୍ରଶାସନ ମାନେ ସେଇଭଳିଆ ଦୃଢ଼ ନିଷ୍ପତ୍ତି କିଛି ନେଇପାରୁନି ଆଇଦର ତାଙ୍କୁ ସସ୍ପେନ୍ସନ୍ କି ତାଙ୍କ ଜାଗା ଫାଗା ନେଇଯାଆନ୍ତା ସିଏ ଗୋଟେ ଅଲଗା ମାନେ ଯୋଉମାନେ ପାଳି ହିସାବରେ ଜାଗା ମିଳିଯିବ ନେଇଯାଆନ୍ତା କି ସସ୍ପେନ୍ସନ୍ କରିଦିଅନ୍ତା ତାହେଲେ କିଛି ମାନେ ଲୋକଙ୍କ ମାନେ ସେବାୟତ ମନରେ ଭୟ ରୁହନ୍ତା କି ହଁ ଏମିତି ଏମିତି ହେଲା ବୋଲି କିନ୍ତୁ ସେମାନେ ତ କିଛି କରୁନାହାନ୍ତି। ଆଚ୍ଛା ମୋର ଶେଷ ପ୍ରଶ୍ନ ପ୍ରଶାସନିକ ସ୍ତରରେ କ'ଣ ତଦନ୍ତ ହବ କ'ଣ ଆଲୋଚନା ହବ ସେଇଟା ପର କଥା ଆପଣ ଯେହେତୁ ଯେତେକ ସେବାୟତ ଭାଇ ଅଛନ୍ତି ନିଯୋଗ ଅଛନ୍ତି ନିଜ ଭିତରେ ବସିକି ଗୋଟେ ଆଲୋଚନା କରିବେ ଯେ ଅଘଟଣଟା ଗୋଟେ ଚେତାବନୀ ଏଇ ଅଘଟଣ ହେଲା ବୋଲି ମାନେ ଏତେ ମାନେ ଅଘଟଣ ହେଇନଥିଲା ଆମକୁ ଆଜ୍ଞା କୋଉ ସମର୍ଥ ସେମିତି କେହି ପଚାରନ୍ତିନି ସତ କଥା ଏଇଟା 3ଟା ନିଯୋଗ ବଡ଼ ନିଯୋଗ ସିଏ କୁହନ୍ତି ଆମର 3ଟା ସବୁ ଆମେ ସବୁ ଯୋଉ ସମର୍ଥା ନିଯୋଗ କଷ୍ଟ କାମ ବିରି ବାଟା ଢିକି କୁଟା ସେ ବହୁତ କଷ୍ଟ ଆଜ୍ଞା ପତାକା ଚଢ଼ା ମାନେ ନିଜର ମାନେ ଲାଇଫ୍ ଉପରେ ରିସ୍କ 20 ଟଙ୍କା 50 ଟଙ୍କା ଲୋକ ଦେବେ କହିବେ ହଉ ଚଳେଇଦେ ଆମେ ତାଙ୍କୁ ମନା କରିବୁ ଗରିବ ଲୋକରା ତାଙ୍କୁ 500-1000 ତାଙ୍କୁ ଡିମାଣ୍ଡ କରିବୁ ହଉ ଦିଅନ୍ତୁ କିଛି ନାହିଁ ଆମେ ଚଢ଼େଇ ଦେବୁ
କିନ୍ତୁ ପ୍ରଶାସନ ଆମ କଥା ବୁଝୁନି। ଲାଇଫ ଇନ୍ସୁରାନ୍ସ ନାହିଁ, ନା ହେଲ୍ଥ ଇନ୍ସୁରାନ୍ସ ଅଛି, ନା କିଛି ଗୋଟେ ସୁବିଧା ସୁଯୋଗ ଆମ ପାଇଁ ଅଛି। ବାହାର ଲୋକ ଆସୁଛନ୍ତି, ବାହାର ଲୋକ ମାନେ ଚଳୁଛନ୍ତି ମନ୍ଦିରକୁ ନେଇ, କିନ୍ତୁ ଆମେ ଚଳିପାରୁନୁ। ଆଜିକା ଡେଟ୍ରେ ଆମେ ଚଳିପାରୁନୁ। ନାଇଁ ଆପଣଙ୍କ ସେବାୟତ ଭାଇ ମାନେ ବସିକି କରୁନାହାନ୍ତି କି? ସେବାୟତ ଭାବେ ଗ୍ରହଣ କରୁଛନ୍ତି, କିନ୍ତୁ ଆମର ପ୍ରାଧାନ୍ୟ ସେତିକି ନାହିଁ। ଓକେ ବୁଝିପାରୁଛନ୍ତି ତ? ପ୍ରାଧାନ୍ୟ ନାହିଁ ଆମର, କିନ୍ତୁ ପ୍ରାଧାନ୍ୟ ରହିବା କଥା। ଯେହେତୁ ଆମେ ଏତେ ବଡ, ଏତେ କଷ୍ଟ କାମ, ଏତେ ରିସ୍କି କାମ କରୁଛୁ, ଆମର ପ୍ରାଧାନ୍ୟ ରହିବା କଥା, ପ୍ରାଧାନ୍ୟ ରହୁନି। ଆପଣ ସେବାୟତ ଭାଇ ମାନେ ଆପଣ କହିଥିଲେ କି ପ୍ରଶାସନକୁ ଜଣାଇଥିଲେ କି ଜାଗାରେ ବାଲି ପ୍ରତିବର୍ଷ ବାଲି ପଡେ, ସିଏ ଏଇ ବର୍ଷଟା ମିକ୍ସ କରିଦେଇଛନ୍ତି। ମେ ବି ମତେ ଲାଗୁଛି ବୋଧେ ସିଏ ବହୁତ ସାରା ଲୋକ ଥିବେ ବୋଧେ, ସେଇଥିପାଇଁ ମତେ ମାନେ ଯୋଉ ତାଙ୍କୁ ହ୍ୟାଣ୍ଡେଲ କରିବାକୁ ବହୁତ କଷ୍ଟ ହେଇଯାଇଛି। ସେଇ ଜିନିଷରେ ଏଥରକ 1.5 ଗୁଣ ଲୋକ ହେଇଯାଇଥିଲେ ପୂର୍ବ ଅପେକ୍ଷା। ଆପଣ ସେବାୟତ ଭାଇ ମାନେ ଏକାଠି ବସିକି ଏ ବିଷୟରେ ଆଲୋଚନା କରିବେ କେମିତି ଅଘଟନ ନ ହବ। ଅବଭିୟସଲି ଏବେ ଯୋଉ ଅଘଟଣଟା ହେଇଗଲା, ଏବେ ଅବଭିୟସଲି ସମସ୍ତେ ସବୁ ଆମର ଯୋଉ ସମର୍ଥା ସେବାୟତ ଭାଇ ମାନେ ସମସ୍ତେ ଅଛନ୍ତି, ସମସ୍ତେ ଅନ୍ୟ ନିଯୋଗ ସେ ସାଥ ଦେବେ। ନଦେଲେ ଆମେ ଆଉ କଣ କରୁ? ଆମେ ଆମର ଦୁଃଖଟା ଜଣେଇବୁ ପ୍ରଶାସନ ଆଗରେ, କଣ କରୁଛନ୍ତି କଣ। ଦୀପରେ ଘିଅ କିଏ ଦେଇଥାଏ? ଦୀପରେ ଘିଅ ମେକାପ ଦିଅନ୍ତି, ମନ୍ଦିର ଅଫିସ ବି ଦିଅନ୍ତି। ମନ୍ଦିର ଅଫିସ 200 ଗ୍ରାମ ବୋଧେ ଦିଏ ନା କଣ, ମୁଁ ଆକ୍ଚୁଆଲି ଜାଣିନି, ପର୍ଟିକୁଲାରଲି ଜାଣିନି। ଆମ ପ୍ରେସିଡେଣ୍ଟ ଜାଣିଥିବେ, ମୁଁ ଆମ ସେକ୍ରେଟାରୀ ଜାଣିଥିବେ। ଘିଅ ତ ଅଧିକ ଥରେ କେତେ ଥର ହେଇଛି, ସିଏ ଖାଲି ସେ ବାପା ହିଁ ନେଇକି ଯାଇପାରିବେ, ଆମେ ଧରିକି ଯାଇପାରିବୁ। ଆମ ହାତରେ ଘିଅଟା ୱେଟ୍ ହେଇଯିବ, 1ରେ 2ରେ ଘିଅଟା ଅଧିକ ହେଇଗଲେ ଘିଅଟା ହାତକୁ ପଳେଇ ଆସିବ। ହାତକୁ ଗଲେ ହାତଟା ସ୍ଲିପରି ହବ ନା, ଗୋଟେ ହାତରେ ଚଢିବା, ଗୋଟେ ହାତରେ ଧରିବା କଷ୍ଟ ନା। ମେ ବି ହେଇପାରେ କି ଦିଅ ଦେଖିବାକୁ ଚାହୁଁଛନ୍ତି, ଆଇନଟା ଚାଲୁ କରନ୍ତୁ। ଆଇନଟା ଚାଲୁ କଲେ ପରଫେକ୍ଟଲି ସମସ୍ତେ ସବୁ ଯିଏ ଯାହା କାମ କରିବ, କେହି କାହା କାମ କରିବାର ନାହିଁ। ବାସ୍ ସବୁ କାମ ନୀତିକାନ୍ତି ସବୁ ଠିକ ଟାଇମରେ ହବ, ଶୃଙ୍ଖଳାରେ ହବ। ମହାଶିବରାତ୍ରିରେ ରକ୍ତର ଛିଟା ପଡିଲା ମନ୍ଦିର ବେଢାରେ, ଇତିହାସରେ କେବେ ହେଇନଥିବ ଲିଙ୍ଗରାଜ ଇତିହାସରେ। ଇତିହାସରେ ତ କେବେ ହେଇନି, ନା ହେଇଛି, ଲାଇକ ମାନେ ମହାଶିବରାତ୍ରି ହେଇନି, କିନ୍ତୁ ବହୁତ ଥର ହେଇଛି। ଆମ ଅଜା ଥରେ ଚଳିଲା ବେଳେ ତାଙ୍କ ଆଖି ଥରେ ମାଡ଼ ହେଇଯାଇଥିଲା, ତାଙ୍କ ଏଇଠି ବ୍ଲଡ ଫ୍ଲଡ ବାହାରିଥିଲା। ଆଉ ଥରେ ବାପା ବି ଚଳିଲା ବେଳେ ତାଙ୍କ ହାତ ଫଟକା ହେଇଥିଲା, ମୁଁ କହୁଥିଲି ବହୁତ ବଡ ଫଟକା ହେଇଥିଲା, ମାନେ ବହୁତ ବଡ। ସେ ଫଟୋଟା ନାହିଁ, ନହେଲେ ଫଟୋ ବି ଦେଖେଇ ରକ୍ତ ଛିଟା ତ ମହାଦୀପ ଉପରେ ପଡିନି, ମହାଦୀପ ଉପରେ ପଡିଥିଲେ ଆଉ ମନ୍ଦିର ବେଢାରେ ସିଏ ସେଇଭଳିଆ ଏକ୍ସପିରିଏନ୍ସ ବୋଲି ସେ ମହାଦୀପଟା ଅଲଗା ପକେଇଦେଲେ। ସିଏ ମାନେ ଅଲଗା ପକେଇଦେଲେ, ଆଉ ଜଣେ କି ଆମର ଦେଖନ୍ତୁ, ଆପଣ ଗଳି ପଇଲେ ବି ମହାଦୀପ ବହୁତ ସାରା ଭକ୍ତ ଅପେକ୍ଷା କରି ରୁହନ୍ତି, ମାନେ ବହୁତ ନିଷ୍ଠାରେ ଅପେକ୍ଷା କରନ୍ତି। ମହାଦୀପ ଦେଖିଲେ ଆମେ ପାଣି ପିଇବୁ କି ଖାଇବା ଜଳ, ଲକ୍ଷ ଲକ୍ଷ ଲୋକ ଆପଣ ଦେଖିଦେବେ, 5-7 ଲକ୍ଷ ଲୋକ ଏଥରକ, ମାନେ ବହୁତ ଭିଡ ହେଇଥିଲା। ତ ତାଙ୍କୁ ମାନେ ଗଳି ପଇଲେ ବି ଯାହା ବି ହେଇଯାଉ, କିନ୍ତୁ ଆଉ ଆମ ଦାଦା ଯିଏ ନେଇଗଲେ ନା, ଦାଦା ଭାଇ ସେଠୁ ନେଇଗଲେ, ସେଇଭଳିଆ। ଆଉ କଣ ମହାସ୍ନାନ ଭିତରେ ହେଲେ ମହାସ୍ନାନ ହବ, ମାନେ ଦିଅଙ୍କ ଉପରେ ହେଲେ ସେଟା ମହାସ୍ନାନ ହବ। ଏଠି ବାହାରେ ବେଢାରେ ହେଲେ କଣ, ବେଢାରେ ସେମିତି ରକ୍ତ ବ୍ଲଡ ସେମିତି ବ୍ଲଡ ଲୋକ କେତେ ଖଣ୍ଡିଆ କଣ ଉପରେ ବି କିଛି ସେବାୟତ କେୟାରଲେସ୍ ଭଳିଆ ଝୁଲୁଥିଲା ଭଳିଆ ଆଚ୍ଛା ଥିଲା। ଏଥରକ 13 ଜଣ ନା 12 ଜଣ ଚଢିଥିଲେ ଭିଜୁଆଲ ତାପରେ। କହୁଛି। ଏତେ ଆପଣ ଜଣ ଦେଖନ୍ତୁ, ଜରୁରୀ? 2ରୁ 3 ହଁ, ଜଣ 2ରୁ ଚଢନ୍ତି। 3 ଜଣ ଚଢିବା କଥା, କିନ୍ତୁ ଦେଖନ୍ତୁ ସେମାନେ ଫ୍ୟୁଚର ନା, ତାଙ୍କୁ ସେମାନେ ଚଢିଲେ ସିନା ଫ୍ୟୁଚରରେ ଚଢେଇବେ। ତାଙ୍କୁ ଯଦି ମନା କରିବେ ଆପଣ ଚଢେଇବାକୁ, 12-15 ଜଣ କହିବ ହଁ 12 ଜଣ ଚଢେଇବ, ପୁଣି କିଏ, ପୁଣି ପ୍ରାକ୍ଟିସ ପୁଣି କିଏ କରିବ? ପ୍ରାକ୍ଟିସ ପାଇଁ ଅଲଗା ଦିନ ଅଛି ନା। ଅଲଗା ଦିନ କରୁଛନ୍ତି, କିନ୍ତୁ ମହାଶିବରାତ୍ରି ବି କରୁଛନ୍ତି ନା, ଯେହେତୁ ଗୋଟେ ବଡ ପର୍ବ। ଆପଣଙ୍କୁ ଲାଗୁଛି କି ଅତ୍ୟଧିକ ଲୋକ ଥିଲେ କିଛି ବୋଲି ଉପରେ? ଅତ୍ୟଧିକ ନୁହଁ, ସବୁ ଯିବା କଥା, କିଛି ସମସ୍ତେ ଯିବା କଥା, ସମସ୍ତେ ଶିଖିବା କଥା। ନହେଲେ ଧର ବାପାଙ୍କର ଏବେ କଣ ହେଇଗଲା, ଆଉ କିଏ ଚଢେଇବ ନା ନାଇଁ, ପୁଣି ନା ଆଉ ଜଣେ ଯିଏ ଗଲେ ତାଙ୍କୁ କଷ୍ଟ ହେଲା ଚଢେଇବା ପାଇଁ। ହଁ, କଷ୍ଟ ଶିଖିଲେ ହେଇଯିବ ନା, ଧୀରେ ଧୀରେ ଶିଖିଲେ ଧୀରେ ଧୀରେ ଚଢି ହେଇଯିବ ନା ନାଇଁ। କାଲି 17ଟା ଡ୍ରୋନ ଉଡୁଥିଲା, ଆପଣ ମାନେ ଯେତେବେଳେ ଉପରେ ଚଢୁଥିଲେ 17ଟା ଡ୍ରୋନ ମହୁମାଛି ଗୁଡା ଭଣ ଭଣ ଉଡୁଥିଲା, କଣ କହିବାକୁ ଚାହିଁବେ? 17ଟା ସେଇଟା ଗୋଟେ, ଯେହେତୁ ଗୋଟେ ମନ୍ଦିର, ବହୁତ ବଡ ମନ୍ଦିର, ହାଇଲାଇଟ୍ ହେଇଗଲାଣି ଏବେ ସୋସିଆଲ ମିଡିଆ। 17ଟା ଡ୍ରୋନ ଉଡିଲେ କଣ, ମାନେ କିଛି ପ୍ରଭାବ ପଡିଲା? କିଛି ପ୍ରଭାବ ନାହିଁ। ଡ୍ରୋନ ହଁ 12ଟା-15ଟା ବେଳେ ଉଡିଥିଲା, କିନ୍ତୁ ଗୋଟେ ଉଡିଆ ଭଲ, ଆଉ ଗୋଟେ 2ଟା ଉଡିଲେ ଭଲ। 12-15ଟା ଡ୍ରୋନ ଉଡିଆ କଥା ନୁହେଁ, ଆମର ତ ଉଡିଆ କଥା ନୁହେଁ, ଏୟାରପୋର୍ଟ ଅଥରିଟି ମନା କରିଛି, କିନ୍ତୁ ଉଡଉଛନ୍ତି କେଜାଣି, ମୁଁ ବି ଜାଣିନି।